1.5 ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଜଣେ ସରକାରୀ ଅଧିକାରୀ। ଏହି କରିତ୍କର୍ମା ସରକାରୀ ଅଧିକାରୀ ଜଣକ ହେଉଛନ୍ତି ସହକାରୀ ରେଶମ ନିର୍ଦ୍ଦେଶକ କାର୍ଯ୍ୟାଳୟର ଚାନ୍ଦୁଆ କ୍ଷେତ୍ର ସହାୟକ ବିଭୂତି କୁମାର ମଲ୍ଲିକ। ଜଣେ ବ୍ୟକ୍ତିଙ୍କଠାରୁ 1.5 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଅଞ୍ଚଳର ଶିରିଷ ଚନ୍ଦ୍ର ମହାନ୍ତ ନାମକ ଜଣେ ବ୍ୟକ୍ତି ଟସର ଚାଷ ପାଇଁ ଜିଲ୍ଲାପାଳଙ୍କଠାରେ ଆବେଦନ କରିଥିଲେ। ପରେ ସେହି ଆବେଦନ ପତ୍ର ସହକାରୀ ରେଶମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ତେବେ ଶିରିଷ ଚନ୍ଦ୍ର ମହାନ୍ତ ବିଷୟୀ କୁସୁମୀ ଓ ବହଳଦାଠାରେ ଟସର ଚାଷ ପାଇଁ ଅସନ ଅର୍ଜୁନ ଚାରା ରୋପଣ ନିମନ୍ତେ କ୍ଷେତ୍ର ସହାୟକ ବିଭୂତି କୁମାର ମଲ୍ଲିକ ଫିଜିବିଲିଟି ରିପୋର୍ଟ ଦେବା କଥା। କିନ୍ତୁ ସେ ସେହି ଫିଜିବିଲିଟି ରିପୋର୍ଟ ଦେବା ପାଇଁ ଶିରିଷ ଚନ୍ଦ୍ର ମହାନ୍ତଙ୍କୁ 1.5 ଲକ୍ଷ ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ଶିରିଷ ଚନ୍ଦ୍ର ମହାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ କ୍ଷେତ୍ର ସହାୟକ ବିଭୂତି କୁମାର ମଲ୍ଲିକଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେହି କ୍ରମରେ ଆଜି ବାରିପଦା ଷ୍ଟେସନ ବଜାର ସ୍ଥିତ ରେଶମ ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଅଫିସ ପରିସରରେ ଲାଞ୍ଚ ନେଉଥିବା ବେଳେ ବିଭୂତି କୁମାର ମଲ୍ଲିକଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲେ ଭିଜିଲାନ୍ସ ବିଭାଗର ଟିମ୍। ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଧିକ ପଚରା ଉଚରା ଚାଲିଛି। ଦେଖନ୍ତୁ ଆମର କମ୍ପ୍ଲେଣ୍ଟ ଥିଲେ ଶିରିଷ ଚନ୍ଦ୍ର ମହାନ୍ତ। ସେ ଟାଙ୍ଗର ବଲଦା ଗାଁର ଲୋକ ଅଟନ୍ତି। ସେ ମୟୂରଭଞ୍ଜ ଆର୍ଆର୍ଡିସି କାଉନସିଲର ଜଣେ ମେମ୍ବର। ତାଙ୍କର ଟସର ପ୍ରୋଜେକ୍ଟ କରିବା ପାଇଁ ଆମର ବଲଦା କୁସ୍ମୀ ଆଉ ବିଷୟ ଏରିଆରେ 1500 ହେକ୍ଟର ଟସର ଗଛ ଲଗାଇ ପ୍ଲାଣ୍ଟେସନ କରିବା ପାଇଁ ସେ ସୋସାଇଟି ତରଫରୁ କଲେକ୍ଟରଙ୍କୁ ଆବେଦନ କରିଥିଲେ। କଲେକ୍ଟର ସେଥିରେ ଆସିଷ୍ଟାଣ୍ଟ ଡାଇରେକ୍ଟର ସେଗ୍ରିକଲଚରକୁ ପଠାଇଥିଲେ। ଆସିଷ୍ଟାଣ୍ଟ ଡାଇରେକ୍ଟର ସେଗ୍ରିକଲଚରକୁ ପଠାଇଥିଲେ ଏବଂ ଫିଜିବିଲିଟି ରିପୋର୍ଟ ମାଗିଥିଲେ। ତାପରେ ଇଏ ଯାଇକରି ଦେଖା କରୁଥିଲେ ତାଙ୍କ ଅଫିସରେ। ସେଥିରେ ଜଣେ ବିଭୂତି ଭୂଷଣ ମଲ୍ଲିକ ଅଛନ୍ତି, ସେ ଫିଲ୍ଡ ଆସିଷ୍ଟାଣ୍ଟ, ସେ ସେକ୍ସନ ଡିଲ୍ କରିଛନ୍ତି। ସେ ତାଙ୍କୁ 1.5 ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ଏବଂ ଏ ଫିଜିବିଲିଟି ରିପୋର୍ଟ ପଠାଇବା ପାଇଁ। ଆଉ ସେ ଅନୁସାରେ ଅଭିଯୋଗ ପାଇବାରେ କାଲି ଗୋଟେ ଆମେ ଏସ୍ପି ସାହେବଙ୍କୁ ସେ ରିପୋର୍ଟଟା ପଠାଇଥିଲୁ ଏବଂ ବାଲେଶ୍ୱର ଭିଜିଲାନ୍ସ କେସ୍ ନମ୍ବର 34/23 ହେଇଥିଲା। ଆଜି ଯୋଜନା ହିସାବରେ ଆଜି ଆମର ଅଫିସିଆଲ ସାକ୍ଷୀ ମାନଙ୍କୁ ନେଇ ଆମେ ଯାଇଥିଲୁ। କମ୍ପ୍ଲେଣ୍ଟକୁ ଦେଖିକି ସେ ପଇସା ଡିମାଣ୍ଡ କରିଥିଲେ 1.5 ଲକ୍ଷ ଟଙ୍କା ଏବଂ ବିଭୂତି ଭୂଷଣ ମଲ୍ଲିକ ରିସିଭ୍ କଲେ ଏବଂ ତାକୁ ଆମେ ଜବତ କଲୁ ଆଉ ତାଙ୍କୁ ଡିଟେନ୍ କଲୁ। ନାଇଁ, ସେମାନେ ଫିଜିବିଲିଟି ରିପୋର୍ଟ ତାଙ୍କର ଦେବା ପାଇଁ ତାଙ୍କୁ ଫିଜିବିଲିଟି ରିପୋର୍ଟ ଦେଲେ ସେଟା ତାଙ୍କର ଏଡିଏସ୍ ପଠାଇଥାନ୍ତେ, ଏଡିଏସ୍ କଲେକ୍ଟରକୁ ପଠାଇଥାନ୍ତେ। ତାଙ୍କର ସେଥିପାଇଁ ସେ ମାଗୁଥିଲେ। ତାଙ୍କର ଟଙ୍କା 1.5 ଲକ୍ଷ ଟଙ୍କା ଆସିଯାଇଛି। ତାଙ୍କର ହ୍ୟାଣ୍ଡ ୱାସ୍ ନିଆହେଇଛି। ତାଙ୍କର 2 ହାତ ହ୍ୟାଣ୍ଡ ୱାସ୍ ଏବଂ ତାଙ୍କର ପକେଟ ୱାସ୍ରୁ ସବୁ ପଜିଟିଭ ଅଛି। ସେ ଏବେ ଡିଟେନ୍ ହେଇଛନ୍ତି। ତାଙ୍କୁ ଆମେ ଆରେଷ୍ଟ କରିଛୁ। କାଲି କୋର୍ଟ ଫରୱାର୍ଡ କରିବୁ। ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ଦୀପକ ପାଣିଗ୍ରାହୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।